ଦେଖନ୍ତୁ ପିଲା ନେକ୍ସଟ ଦେଖିବା। ଓକେ, ଭିଟାମିନ୍ ଇ ଅଛି କ'ଣ ନା ଭିଟାମିନ୍ ଇ ଅଛି। ଦେଖିବା ଗଜାମୁଗ, ଗଜା ବୁଟ, ରାଶି ତେଲ, ସୂର୍ଯ୍ୟମୁଖୀ ତେଲ, ଫଳ ଏସବୁ ଯଦି ଆମେ ଖାଇବା ତାହେଲେ ଭିଟାମିନ୍ କ'ଣ ନା ଇ ମିଳିଥାଏ। ଓକେ, ଦେଖିବା ନା ଭିଟାମିନ୍ ଇରୁ ମାନେ ଭିଟାମିନ୍ ଇ ଅଭାବ ହେଲେ କେଉଁ ରୋଗ ହୋଇଥାଏ। ଓକେ, ଦେଖନ୍ତୁ 1 ନମ୍ବର ଚର୍ମ ଚିକ୍କଣ ରହେ ନାହିଁ, କାରଣ ସ୍ନେହସାର ଶୋଷଣ ବାଧାପ୍ରାପ୍ତ ହୁଏ। ସେଥିପାଇଁ ଏମିତି ଯଦି ଆପଣଙ୍କ ଲକ୍ଷଣ ଦେଖାଗଲା ଶରୀରରେ ନା ଭିଟାମିନ୍ ଇ ଅଭାବ ବୋଲି ଆପଣ ଜାଣିପାରିବେ। ଓକେ, ଆଉ କ'ଣ ଅଛି ପିଲା ଏମିତି ଦେଖନ୍ତୁ ସ୍ତ୍ରୀ ଲୋକର ମାନଙ୍କର କ'ଣ ନା ବନ୍ଧ୍ୟା ରୋଗ ହେବାର ସମ୍ଭାବନା ଥାଏ। ଓକେ, ଆଉ କ'ଣ ସ୍ତ୍ରୀ ଲୋକମାନଙ୍କର ଯେଉଁ ବନ୍ଧ୍ୟା ରୋଗର ହେବାର ସମ୍ଭାବନା ଥାଏ, ଏସବୁ ଯଦି ଲକ୍ଷଣ ଦେଖାଗଲେ ଭିଟାମିନ୍ ଡିର ଅଭାବ ବୋଲି କହିବା। ନେକ୍ସଟ ଲାଷ୍ଟ ଗୋଟେ ଅଛି ଗୋଟେ ଭିଟାମିନ୍ କେ। ଦେଖନ୍ତୁ ବିଭିନ୍ନ ପ୍ରକାର ଶାଗ, ମାଛ, କ୍ଷୀର, ମାଂସ, ସଜ ପରିବା, ଫଳ, ବନ୍ଧାକୋବି ଏସବୁରୁ ଆମେ କ'ଣ ପାଉଛେ ନା ଭିଟାମିନ୍ କେ ପାଉଛେ। ଦେଖିବା ଏହାର ଯଦି ଲକ୍ଷଣ କେମିତି ଦେଖାଯାଏ, ଏହାର ଅଭାବ ହେଲେ ଭିଟାମିନ୍ କେ ଅଭାବ ହେଲେ ନା ଶରୀରର ଯୋଗାଯୋଗ କୌଣସି ସ୍ଥାନରୁ କଟିଗଲେ ଆପଣଙ୍କର ରକ୍ତସ୍ରାବ ବନ୍ଦ ହୋଇବ ନାହିଁ। ବୁଝିପାରିଲେ ପିଲାମାନେ? କ'ଣ ବୁଝୁଛନ୍ତି ଏଠି ନା ଆପଣଙ୍କ ଦ୍ୱାରା ଯେଉଁ ଆପଣଙ୍କ ଶରୀରରେ ମାନେ କଟିଗଲା କୌଣସି ସ୍ଥାନରେ, ତ ସେଇ ସ୍ଥାନରେ କ'ଣ ରକ୍ତ ବାହାରିବ, ତ ମାନେ ରକ୍ତସ୍ରାବଟା ବନ୍ଦ ହବନି, ରକ୍ତଟା ବାହାରୁଥିବ। ଓକେ, ତ ଏସବୁ ଲକ୍ଷଣ ଦେଖାଗଲେ ଭିଟାମିନ୍ କେ ବୋଲି କହିବା। ଓକେ, ଯିବା ନେକ୍ସଟ। ଦେଖନ୍ତୁ ଏତିକି ଜାଣିଲେ ପିଲେ। ଦେଖନ୍ତୁ ଆଉ କ'ଣ ଅଛି, ଭିଟାମିନ୍ର ଅଭାବରେ ଆମେ ବିଭିନ୍ନ ରୋଗର ଆକ୍ରାନ୍ତ ହେଉ। ଦେଖୁ ଏତିକିରେ ଆମେ କ'ଣ ଭିଟାମିନ୍ର କାର୍ଯ୍ୟ ଏହାର କେଉଁ ଖାଦ୍ୟରୁ ମିଳି ଦିଆଯାଉଛି ସବୁ ଆଲୋଚନା କ'ଣ କରିବା, ଆମେ ଅଲରେଡ଼ି କରିଦେଲେ। ଦେଖନ୍ତୁ ଏହା ବ୍ୟତୀତ ନାଇଁ B1, B2, B12 ଇତ୍ୟାଦି ରହିଛି। ଓକେ, କିନ୍ତୁ ସେଥିମଧ୍ୟରୁ B12ର ଆବଶ୍ୟକତା ବେଶୀ ରହିଛି। ବୁଝିପାରିଲେ ନା B12ର ଆବଶ୍ୟକତା ବେଶୀ ରହିଛି। ଓକେ, ଏହା ସାଧାରଣତଃ ମାଛ, ମାଂସ, ଅଣ୍ଡା, କ୍ଷୀର, କଳିଜା ଆଦିରେ ଥାଏ। କେଉଁଟା ଭିଟାମିନ୍ 12ଟା। ଓକେ, B12ଟା ଯେଉଁଟା ଏହା ରକ୍ତରେ ଥିବା ଲୋହିତ କୋଶିକାରେ ତିଆରିରେ ସାହାଯ୍ୟ କରିଥାଏ। ବହୁତ ଇମ୍ପୋର୍ଟାଣ୍ଟ ବିଲେ B12ର କାମ କ'ଣ ନା ଏହା ଯେଉଁ ମାନେ ଆମ ରକ୍ତରେ ଯେଉଁ ଲୋହିତ କୋଶିକା ଅଛି ତାକୁ ନେଇକି ତିଆରି କରିବାରେ କିଏ ସାହାଯ୍ୟ କରୁଛି ନା B12ଟା। ଓକେ, ସ୍ନାୟୁମାନଙ୍କ କାମ ପାଇଁ B12 ଦରକାର। ଯେଉଁ ଆମର ସ୍ନାୟୁ ଅଛି ନା ଆମ ଶରୀରରେ ସ୍ନାୟୁ ତାଙ୍କମାନଙ୍କର ମଧ୍ୟ କ'ଣ ନା B12 ହିଁ ବହୁତ ଦରକାର ପଡ଼ିଥାଏ। ଓକେ, ନେକ୍ସଟ ଯିବା। ସେମିତି ଗର୍ଭବତୀ ମହିଳା, ଛୋଟ ପିଲା, ବୟସ୍କ ଲୋକଙ୍କଠାରେ ଏହି ଭିଟାମିନ୍ର ଅଭାବ ଦେଖାଯାଏ। ଓକେ, ଏ ଯେଉଁ B12ଟା ପିଲେ ଯେମିତି ଗର୍ଭବତୀ ମହିଳାମାନଙ୍କୁ, ଛୋଟ ପିଲାମାନଙ୍କୁ, ସେମିତି ବୟସ୍କ ବ୍ୟକ୍ତିଙ୍କ ଠାରୁ ଏମାନଙ୍କ ଠାରେ ନାଇଁକି ଭିଟାମିନ୍ ମାନେ B12ର ଅଭାବ ବହୁତ ଦେଖାଯାଏ ପିଲେ। ଓକେ, ଏଥିପାଇଁ ନାଇଁକି ଡାକ୍ତର ସେମାନଙ୍କୁ କ'ଣ ଭିଟାମିନ୍ ବଟିକା ଖାଇବାକୁ ପରାମର୍ଶ ଦେଇଥାନ୍ତି। এই ଭିଟାମିନ୍ ବଟିକା ଖାଇବାକୁ ଦେଇଥାନ୍ତି କିଏ ନା ଡକ୍ଟର। ଦେଖନ୍ତୁ ଭିଟାମିନ୍ ଗୁଡ଼ିକ ମଧ୍ୟରୁ କେତେକ ଜଳରେ ମିଶାଇ ଯାଆନ୍ତି। ଆମେ ଯେଉଁ ଭିଟାମିନ୍ଟା ଜାଣିଲେ ପିଲେ ଭିଟାମିନ୍ ଏ, ଭିଟାମିନ୍ ବି, ଭିଟାମିନ୍ ସି, ଭିଟାମିନ୍ ଡି, ଭିଟାମିନ୍ ଇ, ଭିଟାମିନ୍ କେ ଏସବୁ ଯେଉଁ ପଢ଼ିଲେ ଆମେ। ଓକେ, ଏମାନଙ୍କ ଭିତରୁ ଦେଖିବା କେତେ ଗୁଡ଼ିଏ ନାହିଁ ଜଳରେ ମିଶି ଯାଆନ୍ତି ପିଲେ। ଫର ଏକ୍ଜାମ୍ପଲ୍ ଦେଖନ୍ତୁ ଭିଟାମିନ୍ ବି ଆଉ ଭିଟାମିନ୍ ସି, ବି ସି ଦୁଇଟା କେଉଁଠି ନା ଜଳରେ ମିଶିଥାନ୍ତି। ଏହି କାରଣରୁ ପରିବାକୁ କାଟି ବହୁ ସମୟ ପାଣିରେ ଭିଜାଇ ରଖିଲେ ଅଧିକ ସିଝାଇ ଦେଲେ ଏଥିରେ ଥିବା ଭିଟାମିନ୍ ଜଳରେ ଦ୍ରବୀଭୂତ ହୋଇ ନଷ୍ଟ ହୋଇଯାଏ।
ଭିଟାମିନ୍ B ଆଉ ଭିଟାମିନ୍ Cରେ ଯେଉଁ ମାନେ ଖାଦ୍ୟ ପଦାର୍ଥ ମିଳୁଛି ତାକୁ ଯଦି ଆମେ ପାଣିରେ ବହୁତ ସମୟ ଯଦି ଭିଜେଇକିନା ରଖିବା ତାହେଲେ ଯେଉଁ ଭିଟାମିନ୍ଟା ରହିଥାଏ ସେଇ ପରିବାରେ ତାହା କ'ଣ ନା ପାଣିରେ ଦ୍ରବୀଭୂତ ହୋଇ ନଷ୍ଟ ହୋଇଯାଏ ପିଲେ ଆମେ ସେଇଟା ଖାଇଲେ ମାନେ ପନିପରିବା ଆମକୁ ପରେ ରୋଷେଇ କିନା ଖାଉଛୁ ତ ଆମକୁ କ'ଣ ଶରୀରରେ ଯାଇନଥାଏ ଯାହାକୁ କ'ଣ ନା ସେଇଟା ପାଣିରେ ଦ୍ରବୀଭୂତ ହୋଇଯାଏ ହଁ ନା ନୁହଁ। ସେଥିପାଇଁ ଏ ଭିଟାମିନ୍ C ଆଉ ଭିଟାମିନ୍ Bଟା କ'ଣ ନା ଜଳରେ ମିଶିଥାନ୍ତି ତାର ଅଲଗା ମାନେ ଅପୋଜିଟ୍ କ'ଣ ଦେଖନ୍ତୁ ଭିଟାମିନ୍ ବାକି ସବୁ କ'ଣ ଭିଟାମିନ୍ B ସେଇ ଛାଡ଼ିଥିଲେ ଭିଟାମିନ୍ B ଆଉ Cକୁ ଏ ଭିଟାମିନ୍ A ଭିଟାମିନ୍ D ଭିଟାମିନ୍ E ଭିଟାମିନ୍ K ଏସବୁ ଜଳରେ ମିଶି କରିଥାନ୍ତି ବୁଝିପାରିଲେ। ଆକୁ ଆମ ମାନେ ଭିଟାମିନ୍ A ତାପରେ D E K ଏସବୁ ମାନେ ଭିଟାମିନ୍ ଯେଉଁ ଖାଦ୍ୟ ପଦାର୍ଥ ମିଳୁଛି ତାକୁ ଆମେ ପାଣି ଜଳରେ ମିଶାଇ ଦେଲେ ମଧ୍ୟ କ'ଣ ନା କିଛି ହେବ ନାହିଁ। ଓକେ ଆମକୁ ଜଳରେ ଭିଜେଇକି ରଖିଥିଲେ ମଧ୍ୟ ତାକୁ ଖାଇଲେ ମଧ୍ୟ କ'ଣଟା ହେଉଛି ଆମକୁ ଭିଟାମିନ୍ ଶରୀରରେ ମିଳିଥାଏ କାହିଁକିନା ସେଇଟା ଜଳରେ ମିଶେ ନାହିଁ। ଓକେ ନେକ୍ସଟ ଭାବିଲେ ସେଗୁଡ଼ିକ ସ୍ନେହସାର ଦ୍ରବଣରେ ମିଳାଇଥାନ୍ତି ସେଗୁଡ଼ିକ କେମିତି ଥାନ୍ତି ନା ସେଗୁଡ଼ିକ ସ୍ନେହସାର ଦ୍ରବଣରେ ମିଳାଇଥାନ୍ତି ତେଣୁ ପରିବାକୁ କାଟିବା ପୂର୍ବରୁ ଧୋଇବା ଉଚିତ। ଓକେ ବୁଝିପାରିଲେ। ଏବେ ନେକ୍ସଟ ଯିବା ପିଲେ ଦେଖନ୍ତୁ ଖାଦ୍ୟରେ ଅନେକ କ'ଣ ପୋଷକ ଲବଣ ଯଥା ଆଗରୁ କୁହାଯାଇଛି ଏହା ଆମ ଶରୀର ପାଇଁ ଅଳ୍ପ ପରିମାଣରେ ଆବଶ୍ୟକ ହେଲେ ମଧ୍ୟ ଏହା ଉପାଦେୟତା ଅଧିକ। ଓକେ ଆଉ ଯେଉଁ କ'ଣ ପୋଷକ ଓକେ ପୋଷକ ଲବଣ ଏହାର କଥା ତ ପୂର୍ବରୁ କୁହାଯାଇଛି ନା ଆମ ଶରୀର ଅଳ୍ପ ପରିମାଣରେ ଆବଶ୍ୟକ ହେଲେ ମଧ୍ୟ ନା କ'ଣ ନା ଏହାର ବହୁତ କ'ଣ ଉପାଦେୟତା ଅଧିକ ଅଛି ହେଲା ନା ଆମେ ନେଇକି ଡାଲି ତରକାରୀ ସନ୍ତୁଳା ଇତ୍ୟାଦିରେ ଲୁଣ ପକାଉଛେ ହଁ ନା ନୁହଁ। ଡାଲିରେ ତରକାରୀରେ ସନ୍ତୁଳା ଏସବୁରେ କ'ଣ ଆମେ ଲୁଣ ପକାଉଛେ ଏହାର ରାସାୟନିକ ନାମ ହେଉଛି ସୋଡ଼ିୟମ କ୍ଲୋରାଇଡ୍ ଯେ ଲୁଣ ପକାଉଛେ ନା ସେ ଲୁଣର ଯଦି ରାସାୟନିକ ନାମ ଅଛି ତାର ନା କ'ଣଟାରେ ପିଲେ ନା ସୋଡ଼ିୟମ କ୍ଲୋରାଇଡ୍ କ'ଣ ସୋଡ଼ିୟମ କ୍ଲୋରାଇଡ୍ ଏହା ଏକ ଲବଣ ଅଟେ କ'ଣ ଲବଣ ଶରୀର ପାଇଁ ସେହିପରି ଆଉ ଗୋଟିଏ କେତୋଟି ଲବଣର ଆବଶ୍ୟକତା ରହିଛି ହଁ ନା ନୁହଁ। ଏହା ଗୋଟେ ଲବଣ ସେମିତି ଶରୀର ପାଇଁ ସେପରି ଆଉ କେତୋଟି ଲବଣର ଆବଶ୍ୟକତା ରହିଥାଏ। ତୁମ ଘରେ ଦେଖିଥିବ କଞ୍ଚା କଦଳୀକୁ କାଟି ଜଳରେ ଓକେ ଜଳରେ ପକାଇଲେ କିଛି ସମୟ ପରେ ସେଇ ଜଳର ରଙ୍ଗ ବଦଳିଯାଏ ହଁ ନା ନୁହଁ। ଆପଣ କଦଳୀ କାଟିକି ଯଦି ରଖିଦେବେ ପାଣିରେ ତାମାନେ ସେଇ କଦଳୀ କ'ଣ କରିଦିଏ ନା ମାନେ ପାଣିକୁ କଲର୍ ଚେଞ୍ଜ କରିଦିଏ ଓକେ ରଙ୍ଗଟା ବଦଳିଯାଏ ଏପରି କାହିଁକି ହୁଏ ପିଲେ କଦଳୀରେ ଥିବା ଖଣିଜ ଲବଣ ଜଳରେ ମିଶିବାରୁ ଜଳର ରଙ୍ଗ ବଦଳିଗଲା। ସେ ଯେଉଁ ଖଣିଜ ଲବଣଟା ରହିଥାଏ କଦଳୀରେ ସେ ମାନେ ସେ ଖଣିଜ ଲବଣଟା ପାଣିକୁ କଲର୍ଟା ଚେଞ୍ଜ କରିଦେଲା। ଓକେ ଏଥିରୁ ଜାଣିଲେ ଖାଦ୍ୟ ପଦାର୍ଥରେ ଖଣିଜ ଲବଣ ରହିଥାଏ ଆମେ ଏଥିରୁ ଜାଣିଲେ ଯେ ମାନେ କଲର୍ଟା ଚେଞ୍ଜ କଲା ନା ସେଥିପାଇଁ ଆମେ ଜାଣିଲେ ଦେଖ ନା ଖାଦ୍ୟ ପଦାର୍ଥ ଗୁଡ଼ିକରେ ଖଣିଜ ଲବଣ ରହିଥାଏ। ଓକେ ଏହା ଆମେ ଶରୀରର ଅନେକ କାର୍ଯ୍ୟରେ ଲାଗେ କ'ଣ ନା ଏ ଯେଉଁ ଖଣିଜ ଲବଣ ଯେଉଁଟା ପିଲେ ଏଟା ଆମ କ'ଣ ନା ଶରୀରରେ ବହୁତ କାମରେ ଆସିଥାଏ। ଏହାର ଅଭାବ ହେଲେ ଶରୀରରେ ବିଭିନ୍ନ ଅବଲକ୍ଷଣ ପ୍ରକାଶ ପାଏ ଓ ଓକେ ଏସବୁ ଯଦି ଲକ୍ଷଣ ଦେଖାଯାଏ ତାହେଲେ ଆମର ଶରୀରରେ ବିଭିନ୍ନ ଅବଲକ୍ଷଣ ଦେଖାଯାଏ ତାକୁ 2.5ରେ ଦିଆଯାଇଛି ପିଲେ ଦେଖନ୍ତୁ ବୁଝିପାରିଲେ ଏଠି ଦିଆଯାଇଛି। ଓକେ ତ ସେ ସମ୍ପର୍କରେ ଏତିକି ଦିଆଯାଇଛି। ନେକ୍ସଟ ଯିବା ପିଲେ ଟେବୁଲଟାକୁ ଫାଷ୍ଟ ଦେଖିଦେବା। ଓକେ ଦେଖନ୍ତୁ କ'ଣ ଦିଆଯାଇଛି ଖଣିଜ ଲବଣ ଏହା କେଉଁଥିରେ ମିଳେ ଏହାର କାର୍ଯ୍ୟ ତାପରେ ଅଭାବ ଜନିତ ରୋଗ କାଲସିୟମ ଯୁକ୍ତ ଲବଣ ପିଲେ ଏହା କେଉଁଠୁ ମିଳିଥାଏ ନା ଚୁନା ମାଛରୁ ମିଳେ ମାଛ କଣ୍ଟାରୁ ମିଳିଥାଏ। ଏ ଯେଉଁ କାଲସିୟମ ଯୁକ୍ତ ଲବଣ କ୍ଷୀର ମାଂସ ଅଣ୍ଡା ଏସବୁରୁ ମିଳିଥାଏ। ଏଇ ଯେଉଁ କାଲସିୟମ ଯେଉଁଟା କହୁଛେ ଏହାର କାମ କ'ଣ ଆମ ଶରୀରରେ ଦାନ୍ତ ଓ ଅସ୍ଥି ଗଠନରେ ସାହାଯ୍ୟ କରିଥାଏ ପିଲେ
ଆମ ଶରୀର ପାଇଁ। ଓକେ, ଏହାର ଯଦି ଅଭାବ ଦେଖାଗଲା, କାଲସିୟମର ଯଦି ଅଭାବ ଦେଖାଗଲା, ଅସ୍ଥି ବଙ୍କା ହୋଇଯାଏ। କ'ଣ? ଅସ୍ଥିଟା ବଙ୍କା ହୋଇଯାଏ। କାଲସିୟମ ଯଦି କ'ଣ ଅଭାବ ଦେଖାଗଲେ ଅସ୍ଥି ବଙ୍କା ହେବାକୁ ଆରମ୍ଭ କରିଥାଏ। ତାର ଯେବେ ଲୌହଯୁକ୍ତ ଲବଣ, ଏଇଟା କେଉଁଠାରୁ ମିଳିଥାଏ? ଦେଖନ୍ତୁ, କେଉଁଥିରୁ ମିଳେ ନା ସଜନା ଶାଗ, ପୋଇ, ଭେଣ୍ଡି, କଦଳୀ, ମାଣ୍ଡିଆ, ପାଳଙ୍ଗ ଏସବୁରୁ କ'ଣ ନା ଆମର ଏଇ ଲୌହଯୁକ୍ତ ଲବଣ ମିଳିଥାଏ। ଓକେ, ଏହାର ଆମ ଶରୀରର ଲୌହଯୁକ୍ତ ଲବଣଟା ଆମ ଶରୀର କେଉଁ କାମ କରିଥାଏ ନା ରକ୍ତ ତିଆରି ସାହାଯ୍ୟ କରେ। କ'ଣ ନା ରକ୍ତ ତିଆରି କରିବାରେ ଆମକୁ ସାହାଯ୍ୟ କରିଥାଏ ଲୌହଯୁକ୍ତ ଲବଣ। ଧରାଯାଉ ଏହାର ଲୌହର ପରିମାଣ ଯଦି ଆମ ଶରୀରରେ କମିଗଲା, କ'ଣ ଲକ୍ଷଣ ଦେଖାଯାଏ, କ'ଣ ଅଭାବ, କେଉଁ ରୋଗ ହୋଇଥାଏ ବୋଲେ ନା ରକ୍ତହୀନତା ରୋଗ। ବୁଝିପାରିଲେ? ରକ୍ତ ତିଆରିରେ ତ ଲୌହଯୁକ୍ତ ହେଉଛି, ଏବେ ଅଭାବ ହେଲା ମାନେ କ'ଣ ରକ୍ତହୀନତା ଦେଖାଯାଏ। ଓକେ, ଏବେ ଦେଖିବା ଆୟୋଡିନ ଯୁକ୍ତ। ଏଇ ଯେଉଁ ଆୟୋଡିନ ଯୁକ୍ତ ମାନେ ଲବଣଟା କେଉଁଠାରୁ ପାଇବା? ଯେମିତି ସଜନା ଛୁଇଁ, ସମୁଦ୍ର ମାଛ, ସମୁଦ୍ର ଉପକୂଳ ଅଞ୍ଚଳରେ ରହୁଥିବା ଯେଉଁ ପନିପରିବା, ଫଳ ଯେଉଁଟା ହେଉଛି ଆୟୋଡିନ ଯୁକ୍ତ ଲବଣ। ଏହାର କାର୍ଯ୍ୟ କ'ଣ ଆମ ଶରୀରରେ ନା ଥାଇରଏଡ଼ ଗ୍ରନ୍ଥିକୁ କାର୍ଯ୍ୟକ୍ଷମ କରିଥାଏ। କିଏ ନା ଆମର ଆୟୋଡିନ ଯୁକ୍ତ ଲବଣ। ଓକେ, ଆଚ୍ଛା, ଆୟୋଡିନ ଯୁକ୍ତ ଲବଣ ଧରାଯାଉ ଆମ ଶରୀରରେ କମିଗଲା, ଏହା ଫଳରେ କ'ଣ ହୋଇଥାଏ ବୋଲେ ଗଳଗଣ୍ଡ ରୋଗ ହୋଇଥାଏ। ପିଲାର ମାନସିକ ବିକାଶରେ ବାଧା ସୃଷ୍ଟି ହୋଇଥାଏ। କ'ଣ କାହାର ପରିମାଣ କମିଗଲେ ନା ଆୟୋଡିନ ଯୁକ୍ତ ଲବଣର ପରିମାଣ କମିଗଲେ। ଓକେ, ଦେଖିବା ପିଲେ ନେକ୍ସଟ ଆମେ ଏଇଟା ପଢ଼ିଥିଲେ। ଏବେ ଦେଖନ୍ତୁ ତନ୍ତୁ ଜାତୀୟ ଖାଦ୍ୟ। ନେକ୍ସଟ ଯିବା ତନ୍ତୁ ଜାତୀୟ ଖାଦ୍ୟ। ତ କିଛି ଲୋକଙ୍କର ଝାଡ଼ା ପରିଷ୍କାର ହେବ ନାହିଁ ପିଲେ, ହଁ ନା ନୁହଁ? ଡାକ୍ତର ସାଧାରଣ ସେମାନଙ୍କୁ କ'ଣ ଶାଗ, କଞ୍ଚା ଫଳ, ପନିପରିବା ଆଦି ଖାଇବାକୁ ପରାମର୍ଶ ଦେଇଥାନ୍ତି। ଓକେ, ବୁଝିପାରିଲେ ନା? କିଛି ଲୋକ ଅଛନ୍ତି ଝାଡ଼ା ପରିଷ୍କାର ମଧ୍ୟ ହୋଇନଥାଏ, ହଁ ନା ନୁହଁ? ସେଥିପାଇଁ ଡକ୍ଟର ସେମାନଙ୍କୁ କ'ଣ କହିଥାଏ ନା ଶାଗ, କଞ୍ଚା ଫଳ, ପନିପରିବା ଏସବୁ ତାଙ୍କେ ଖାଇବାକୁ କହିଥାନ୍ତି ଡକ୍ଟର ସବୁ। ଏହାର କାରଣ କ'ଣ ପିଲା ଜାଣିଛ କ'ଣ? କେତେ ଖାଦ୍ୟରେ ତନ୍ତୁ ରହିଥାଏ ପିଲେ? ଏହି ତନ୍ତୁ ଶରୀରର ପାଇଁ ଏକ ପୋଷକ ନଥିଲେ ଖାଦ୍ୟ। ଶରୀର ପାଇଁ ଏକ ପୋଷକ ନହେଲେ ଏହା ମଧ୍ୟ ଖାଦ୍ୟ ନଳୀରୁ ମଳ ବାହାରିବାରେ ସାହାଯ୍ୟ କରେ। କ'ଣ କହିଲେ ପିଲେଟି? ଓକେ, ଦେଖନ୍ତୁ ଏହି ତନ୍ତୁ ଶରୀରର ପାଇଁ ଏକ ପୋଷକ ନହେଲେ ମଧ୍ୟ କ'ଣ ନା ଯେଉଁ ତନ୍ତୁଟା ଗୋଟେ ପୋଷକ ନହେଲେ ମଧ୍ୟ ଏହା ଖାଦ୍ୟ ନଳୀରୁ ମଳ ବାହାରିବାରେ ସାହାଯ୍ୟ କରେ। ମୋର ଯେଉଁ ଖାଦ୍ୟରେ କ'ଣ ନା ତନ୍ତୁ ମଧ୍ୟ ରହିଥାଏ, ସେ ତନ୍ତୁର କାମ କ'ଣ ନା ଆମ ଶରୀରରେ ଏଇଟା ପୋଷକ ନହେଲେ ମଧ୍ୟ କ'ଣ ହେଉଛି ନା ଆମ ଶରୀର ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ କାମଟା କରୁଛି। ଯେଉଁ କ'ଣ ଖାଦ୍ୟ ନଳୀରୁ ମଳ ବାହାର କରିବାକୁ ସାହାଯ୍ୟ କରିଥାଏ, ହଁ ନା ନୁହଁ? ପେଟରେ ମଳ ଭଲ ଭାବରେ କ'ଣ ବାହାରି ନ ଗଲେ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି ହୋଇଥାଏ, ହଁ ନା ନାହିଁ? ଆମେ ଜାଣିଛେ ଧରାଯାଉ ମଳ ଯଦି ଭଲ ଭାବରେ ଆମ ଶରୀରରୁ ବାହାରକୁ ବାହାରିଲା ନାହିଁ, ତାମାନେ କ'ଣ ଆମ ଶରୀରରେ ରୋଗ ସୃଷ୍ଟି ହେବାର ଆରମ୍ଭ କରିଥାଏ, ହଁ ନା? କେଉଁ ଖାଦ୍ୟରେ ଅଧିକ ତନ୍ତୁ ଥାଏ ବୁଝିପାରୁଛନ୍ତି ନା ନାହିଁ? କହିପାରିବ କି? ସିଝା ଯାଇଥିବା ଖାଦ୍ୟରେ ଅଧିକ ଥାଏ ନା କଞ୍ଚା ଖାଦ୍ୟରେ ଅଧିକ ଥାଏ? କୁହନ୍ତୁ, କେଉଁଠି ଅଧିକ ଥାଏ? ତୁମେ ସାଙ୍ଗମାନଙ୍କ ସହିତ ଆଲୋଚନା କର, ତନ୍ତୁ ଥିବା କ'ଣ ଖାଦ୍ୟରେ ଗୋଟେ ଖାତାରେ ଲେଖିବେ। ଓକେ, ଦେଖିବେ ନା କଞ୍ଚା ଖାଦ୍ୟରେ ଅଧିକ ତନ୍ତୁ ଥାଏ ନା ସିଝା ଯାଇଥିବା ଖାଦ୍ୟରେ ଅଧିକ ଥାଏ। ଓକେ, ଏଇଟା ଆପଣ ଲେଖିବେ। ଓକେ, ସାଙ୍ଗମାନଙ୍କ ସହିତ ଆଲୋଚନା କରିବେ। ଦେଖନ୍ତୁ ଧରାଯାଉ
ଚୋପା ଲଗା କଞ୍ଚା ଫଳ, ମଞ୍ଜି, ହଁ ଚୋପା ଲଗା କଞ୍ଚା ପରିବା ଯଥା ଯେମିତିକି ଟମାଟୋ, ମୂଳା, ଓକେ, ଗାଜର, ବିଟ୍, କାକୁଡ଼ି, ଚକି ବେଶା ଅଟା, ଓକେ, ତାପରେ ଚୋପା ଲଗା ଡାଲି ଓ ସମସ୍ତ ପ୍ରକାର ଶାଗର ତନ୍ତୁ। ଏସବୁ ଯେତେ ସବୁ କହିଲି ପିଲେ ଚୋପା ଲଗା କଞ୍ଚା ପନିପରିବା ଟମାଟୋ, ମୂଳା, ଗାଜର, ବିଟ୍, କାକୁଡ଼ି ହେଲା, ତାପରେ ଚକି ବେଶା ଅଟା ଏସବୁ ଗୁଡ଼ିକର ନା, ତାପରେ ଶାଗରେ ଏସବୁରେ କ'ଣ ନା ତନ୍ତୁ ରହିଥାଏ। ଓକେ, କ'ଣ ରହିଥିଲେ ତନ୍ତୁ। ଅଟା ଓ ମଇଦା ମଧ୍ୟରୁ କେଉଁଟିରେ ଅଧିକ ତନ୍ତୁ ଥାଏ? କୁହ, ଏବେ କୁହ ନା ଅଟା ଓ ମଇଦା, କ'ଣ ନା ଅଟା ଓ ମଇଦାରେ କେଉଁଟିରେ ଅଧିକ ତନ୍ତୁ ଥାଏ କୁହନ୍ତୁ। ନା ଖାଦ୍ୟ ପଦାର୍ଥ ସିଝିଗଲା, ମନେକର ଖାଦ୍ୟ ପଦାର୍ଥ ସିଝିଗଲେ ସେଥିରେ ଥିବା ତନ୍ତୁ ନରମ ହୋଇଯାଏ। ଧରାଯାଉ ଖାଦ୍ୟ ପଦାର୍ଥକୁ ଆମେ ସିଝାଉଛେ, ଖାଦ୍ୟ ପଦାର୍ଥ ସିଝିଗଲା, ସେଠିରେ ଯେଉଁ କ'ଣ ଖାଦ୍ୟ ପଦାର୍ଥ ତନ୍ତୁ ରହିଥାଏ ସେଇଟା ନରମ ହୋଇଯାଏ ସେଠି। ଓକେ, ଅଧିକ ତନ୍ତୁ ଜାତୀୟ ଖାଦ୍ୟ ପଦାର୍ଥ ଓକେ ଥିବାରୁ ଆମ ଦୈନିକ ଖାଦ୍ୟରେ କିଛି କଞ୍ଚା ଫଳ ରହିବା ଆବଶ୍ୟକ। ଓକେ, ଯେଉଁ ଅଧିକ ତନ୍ତୁ ଜାତୀୟ ପଦାର୍ଥ ଥିବାରୁ କ'ଣ ଦୈନିକ ଖାଦ୍ୟରେ କିଛି କଞ୍ଚା ଫଳ ରହିବା ମଧ୍ୟ ଆବଶ୍ୟକ। ତେଣୁ ସବୁଦିନ ସାଲାଡ଼ ଖାଇବା ଉଚିତ। କ'ଣ ସାଲାଡ଼ ଖାଇଲେ ମଧ୍ୟ ଆମର ପାଇଁ ମାନେ କ'ଣ ଆମ ଶରୀର ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଓକେ, ଦେଖିପାରିବେ ସୁଷମ ଖାଦ୍ୟ କ'ଣ ପିଲେ ନା ସୁଷମ ଖାଦ୍ୟ। ସୁଷମ ଖାଦ୍ୟ ଆମେ ଜାଣିଛେ ଯେ ପ୍ରତ୍ୟେକ ଖାଦ୍ୟର କ'ଣ ଉପାଦେୟତା ରହିଛି। ଆମେ ଗୋଟିଏ ପ୍ରକାର ଖାଦ୍ୟ ନ ଖାଇ ବିଭିନ୍ନ ପ୍ରକାର ଖାଦ୍ୟକୁ ମିଶାଇ ଖାଇଲେ ଆମ ଶରୀରର ଆବଶ୍ୟକ ପୋଷକ ପାଇପାରିବ। ହଁ ନା ନାହିଁ? ଆମେ ଯଦି ବିଭିନ୍ନ ପ୍ରକାର ଖାଦ୍ୟ ମିଶାଇକି ଖାଇବା ତାହେଲେ ଆମ ଶରୀର କ'ଣ ପୋଷକଟା ପାଇପାରିବ। ହଁ ନା ନାହିଁ? ନହେଲେ ଆମ ଶରୀର କ'ଣ ଅସୁସ୍ଥ ହେବ। ଏସବୁ ଯଦି ପୋଷକ ବିଭିନ୍ନ ପ୍ରକାର ଯଦି ଆମେ ପୋଷକ ପାଇବାନି, ଭିଟାମିନ୍ ପାଇବାନି, ତାହେଲେ ଆମ ଶରୀର କ'ଣ ହେବ ଅସୁସ୍ଥ ହୋଇ ରହିବ। ହଁ ନା ନୁହଁ? ଜଣେ ଲୋକ ପାଇଁ ବିଭିନ୍ନ ପୋଷକ ଥିବା କ'ଣ ଆବଶ୍ୟକ। ଖାଦ୍ୟର ପରିମାଣ ଲୋକଟିର ବୟସ, ଲିଙ୍ଗ ତଥା ସେ କରୁଥିବା କାର୍ଯ୍ୟ ଉପରେ ନିର୍ଭର କରେ। ହଁ ନା ନୁହଁ? ଏ ପୋଷକ ଅଛି ତ ଖାଦ୍ୟର ପରିମାଣ କାହା ଉପରେ ନିର୍ଭର କରେ ନା ତାଙ୍କର ବୟସ ଉପରେ, ଲିଙ୍ଗ ତଥା ତାଙ୍କର ଯେଉଁ କାର୍ଯ୍ୟ ଉପରେ ନିର୍ଭର କରିଥାଏ। ଦେଖନ୍ତୁ ଛୋଟ ଶିଶୁଟିଏ ପାଇଁ ଯେଉଁ ଖାଦ୍ୟ ଆବଶ୍ୟକ ତାହା ତୁମ ପାଇଁ ଉପଯୁକ୍ତ ହୋଇନପାରେ। ବୁଝିପାରିଲେ? ଯେଉଁ ଛୋଟ ପିଲା ଖାଉଛନ୍ତି ସେ ଖାଦ୍ୟ ଆପଣଙ୍କ ପାଇଁ କ'ଣ ଉପଯୁକ୍ତ ହେଇନପାରେ। ସେହିପରି ଯୁବକର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ହେଉଥିବା ଯେଉଁ ଯୁବକମାନଙ୍କୁ ଯେଉଁ ଖାଦ୍ୟଟା ଆବଶ୍ୟକ ହେଉଛି ସେ ଖାଦ୍ୟ ବୃଦ୍ଧର ଠାରୁ ମଧ୍ୟ ଭିନ୍ନ। ଓକେ, କ'ଣ ମାନେ ବୁଝୁଛନ୍ତି ପିଲାଟି? ଦେଖ ଛୋଟ ଶିଶୁର ଯେଉଁ ଖାଉଛନ୍ତି ସେଇଟା କ'ଣ ତାହା ତୁମ ପାଇଁ ଉପଯୁକ୍ତ ହୋଇନପାରେ। ସେହିପରି କ'ଣ ହେଉଛି ନା ଯୁବକମାନଙ୍କର ନାହିଁ ଉତ୍ତମ ଯେଉଁ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ହେଉଥିବା ଯେଉଁ ଖାଦ୍ୟ ବୃଦ୍ଧ ଠାରୁ ମାନେ ଯେଉଁ ଖାଦ୍ୟ କହୁଛନ୍ତି ସେଇ ଖାଦ୍ୟଠାରୁ ଭିନ୍ନ। ଓକେ, ପୁରୁଷ ଲୋକଙ୍କ ଆବଶ୍ୟକତା ସ୍ତ୍ରୀ ଲୋକଙ୍କ ଠାରୁ ଭିନ୍ନ। ହଁ ନା ନୁହଁ? ପୁରୁଷ ଲୋକଙ୍କର ଯେଉଁ ଆବଶ୍ୟକତା ରହିଛି ସ୍ତ୍ରୀ ଲୋକଙ୍କ ଠାରୁ ଭିନ୍ନ। ଦେଖନ୍ତୁ କଠିନ ଶାରୀରିକ ପରିଶ୍ରମ କରୁଥିବା ଲୋକଙ୍କର ଖାଦ୍ୟର ଆବଶ୍ୟକତା ପାଠ ପଢ଼ୁଥିବା, ଅଫିସରେ କାମ କରୁଥିବା ଲୋକଙ୍କ ଖାଦ୍ୟଠାରୁ ଭିନ୍ନ। ଏବେ ଦେଖନ୍ତୁ ପିଲେ ଭଲସେ ବୁଝନ୍ତୁ। ଧରାଯାଉ ଆପଣ ମାନେ ଯିଏକି ଶାରୀରିକ ପରିଶ୍ରମ କରୁଛି, ଜଣେ ଶାରୀରିକ ପରିଶ୍ରମ କରୁଛି, ସେ ମାନେ ସେଇ ଲୋକଙ୍କର ଖାଦ୍ୟର ମାନେ ଆବଶ୍ୟକତା ଯେଉଁ ଆପଣ ଘରେ ପାଠ ପଢ଼ୁଛନ୍ତି, ଅଫିସରେ କାମ କରୁଛି ସେଇ ଲୋକଙ୍କ ଠାରୁ କ'ଣ ଖାଦ୍ୟଠାରୁ ଭିନ୍ନ ଅଟେ। ବୁଝିପାରିଲେ? ଓକେ, ଦେଖନ୍ତୁ ତେଣୁ ଉପରେ କୁହାଯାଇଥିବା ପ୍ରତ୍ୟେକ ଶ୍ରେଣୀର ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ଆବଶ୍ୟକତା ଦାୟର ତାଲିକା କରାଯାଇପାରେ। ଓକେ, ଦେଖନ୍ତୁ ତ ଶରୀରର ଆବଶ୍ୟକତାକୁ ପୂରଣ କରୁଥିବା ଉପଯୁକ୍ତ ପରିମାଣର ଖାଦ୍ୟ ପଦାର୍ଥ ଗୁଡ଼ିକୁ ନେଇ ସୁଷମ ଖାଦ୍ୟର ତାଲିକା କରାଯାଏ। ଓକେ, ଦେଖନ୍ତୁ ଅଛି ପିଲା ଏଠି। ଓକେ,
ଏଇଟା ଟିକେ ଦେଖନ୍ତୁ ଟିକେ ଅଛି ପଢ଼ିଦେବା। ଓକେ, ସାରିଦେବା। ତୁମ ବୟସର ପିଲାମାନେ କେଉଁ ପ୍ରକାର ଖାଦ୍ୟ କେତେ ପରିମାଣରେ ପ୍ରତିଦିନ ଖାଇଲେ ଶରୀରର ବୃଦ୍ଧି ଘଟିବ, ଶରୀର ସୁସ୍ଥ ରହିବ, ପାଠପଢ଼ାରେ ମନ ଲାଗିବ, ତା ତଳ ସାରଣୀରେ ସବୁ ଦିଆହେଇଛି ପିଲା ଏଠି। ଓକେ, ଦିଆହେଇଛି ଏଠି କେତେ ଖାଇବ, ଯାହାଫଳରେ ବୃଦ୍ଧି ଘଟିବ, ଶରୀର ସୁସ୍ଥ ରହିବ, କେତେ ଖାଇଲେ ପାଠପଢ଼ାରେ ମନ ଲାଗିବ ପିଲେ, ତାହା ସବୁ ଏହି ସାରଣୀରେ ଲେଖା ହେଇଛି। ଓକେ, ଏପରି ତୁମେ ଦୈନିକ ଖାଉଥିବା ଖାଦ୍ୟ ସହିତ ତୁଳନା କର। ତୁମ ସୁଷମ ଖାଦ୍ୟ ମୁଁ ଖାଉଛ କି ଆପଣ? ଓକେ, ନିରାମିଷ ଭୋଜନ କରୁଥିଲେ ଦୈନିକ ଚିନାବାଦାମ ଖାଇବା ଉଚିତ। ଆପଣ ଯଦି ନିରାମିଷ ଭୋଜନ କରୁଛନ୍ତି ତାହେଲେ ଦୈନିକ ଚିନାବାଦାମ ଟିକେ ଟିକେ ଖାଇବେ। ଓକେ, ତୁମେମାନେ କାଜୁ ବା ପେସ୍ତା ବାଦାମ ପାଇଲେ ଏହାକୁ ମଧ୍ୟ ଖାଇବା ଉଚିତ। କାଜୁ ମିଳୁଛି ନା ପିଲାମାନେ ବା ପେସ୍ତା ଏସବୁ ମିଳୁଛି ମାନେ ଏଇଟା ମଧ୍ୟ ଖାଇବା ଉଚିତ। ଏହା ଆମ ଶରୀର ପାଇଁ ନିତାନ୍ତ ଆବଶ୍ୟକ ବୋଲି ବହୁତ ଜରୁରୀ। ଓକେ, ଏଇଟା ମଧ୍ୟ ଖାଇବେ। ଦେଖନ୍ତୁ, ଖାଦ୍ୟ ଖାଇବା ସହିତ ଦୈନିକ 8-10 ଗ୍ଲାସ୍ ପାଣି ପିଇବା ଦରକାର। ଆପଣ ଖାଦ୍ୟ ଖାଇଲେ ତ 8-10 ଗ୍ଲାସ୍ କ'ଣ ଆମକୁ ପାଣି ପିଇବା ଆବଶ୍ୟକ। ଓକେ, ଦେଖନ୍ତୁ ସାରଣୀରେ ଦିଆଯାଇଛି ପିଲେ ମାନେ କିଏ କେତେ ଦେଖନ୍ତୁ ଟିକେ ଦେଖିଦେବା। ଏଇଟା ଦେଇଛି ଖାଦ୍ୟ ନିରାମିଷ ଭୋଜନ କ୍ଷେତ୍ରରେ ଦ୍ରବ୍ୟର ପରିମାଣ, ଆମିଷ ଭୋଜନ କ୍ଷେତ୍ରରେ ଦ୍ରବ୍ୟର ପରିମାଣ। ଧର ଯେଉଁ ଶସ୍ୟ ଯେଉଁଟାକି ଚାଉଳ, ମକା, ମାଣ୍ଡିଆ, ଅଟା 320 ଗ୍ରାମ, ଆଉ ଏଠି 320 ଗ୍ରାମ। ସେମିତି ଡାଲି ଯୁକ୍ତ ହରଡ଼, ମୁଗ, ବୁଟ, କାନ୍ଦୁଳ ଯାହା ସବୁ ଅଛି 70 ଗ୍ରାମ, ଏଇଟା ହେଲା 60 ଗ୍ରାମ। ସେମିତି ଶାଗ କଞ୍ଚା ପନିପରିବା ପାଇଁ 100 ଗ୍ରାମ, ସେମିତି ପନିପରିବା ପାଇଁ 50 ଗ୍ରାମ 50। ଫଳ ମାନେ ଯେଉଁ ସେଓ, ପିଜୁଳି, ଅଁଳା ଏସବୁ 50 ଗ୍ରାମ, ଏଇଠି ମଧ୍ୟ 50। କ୍ଷୀର ଏଇଠି 30, ଇଆଡ଼େ 10 ଲିଟର। ତେଳ ଘିଅ 35 ଗ୍ରାମ, ସେମ୍ 35 ଗ୍ରାମ। ମାଂସ ଅଣ୍ଡା ଏସବୁ 50 ଗ୍ରାମ। ଚିନି, ମିଠା ଗୁଡ଼ 50 ଗ୍ରାମ। ଓକେ, ତ ଆମେ ଏଇ ଟେବୁଲରେ ଦେଖିଲେ। ଓକେ, ଏଠି କ'ଣ ଦେଖିଲେ ନା ନିରାମିଷ ଭୋଜନ ମାନେ ଦୈନିକ ପିଲେ ନିରାମିଷ ଭୋଜନ କଲେ ଚିନାବାଦାମ ଖାଇବା ଉଚିତ ହଁ ନା। ଏବେ ଦେଖିବା ଆଉ କ'ଣ ଅଛି ପିଲେ, ଅଛି ନା ନାଇଁ ନା କତ ନେଇଗଲା। ଦେଖିବା କ'ଣ ଅଛି, ଦେଖିବା ନା ପିଲେ ସରିଗଲା ଅଛି ନା, ଦେଖନ୍ତୁ ଟିକେ। ତ ପିଲାମାନେ କ୍ଲାସ୍ଟା କ'ଣ ଆମର ଏଇ ବିଷୟଟା କ'ଣ, ଏଇ ପାଠଟା ସରିଗଲା। ଓକେ, ନେକ୍ସଟ କ୍ଲାସ୍କୁ ମୁଁ ଆପଣଙ୍କ ପାଇଁ ଆଉ ଗୋଟେ ଭିଡ଼ିଓ ଆଣିବି ଯେଉଁଟାକି ଏହାର କ୍ୱେଶ୍ଚିନ୍ ଆନ୍ସର୍ ବିଷୟରେ ମୁଁ ନେଇକି ଆସୁଛି। ଓକେ, ତ କ୍ଲାସ୍କୁ ଆମେ ଏଠି ଏଣ୍ଡ କରିଦେବା ପିଲାମାନେ। ତା ପୂର୍ବରୁ ପିଲାମାନେ ସମସ୍ତେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦିଅନ୍ତୁ ପିଲାମାନେ। ଓକେ, ଏବଂ କମେଣ୍ଟ ମଧ୍ୟ କରନ୍ତୁ ଏଇ ଆମର ଭିଡ଼ିଓ ଭଲ ଲାଗୁଥିଲେ। ଓକେ, ଆପଣଙ୍କୁ ଯେଉଁ ଲାଷ୍ଟ ଥର ମଧ୍ୟ ପଠାଇଥିଲି ସେଇଟାକୁ ମଧ୍ୟ ଫୁଲ୍ କଭରେଜ୍ କରାଯାଇଛି, ସେଇଟାକୁ ମଧ୍ୟ ମାନେ ସେଇ ଭିଡ଼ିଓ ମଧ୍ୟ ଅଛି। ଯାଇକି ଓଡ଼ିଆ ମିଡ଼ିୟମ୍ କ୍ଲାସ୍ ଅଛି ବୋଲି ଆପଣ କ'ଣ ୟୁଟ୍ୟୁବରେ ସର୍ଚ୍ଚ କଲେ ଆମର ଏଇ ନୂଆ ମାନେ ଭିଡ଼ିଓ ସବୁ ଆସିଯିବ। ସେଠି ଆମର ଭିଡ଼ିଓ ଗୁଡ଼ାକ ଆସିବ, ସେଠି ଦେଖିଦେବେ। ଓକେ, ତ ପିଲାମାନେ ତ ଏଇ କ୍ଲାସ୍କୁ ଆମେ ଏଠି ରଖିବା। ଓକେ, ତ ଜୟ ଜଗନ୍ନାଥ ପିଲାମାନେ, ଜୟ ଜଗନ୍ନାଥରେ ଜୟ ଜଗନ୍ନାଥ।